ଶ୍ରାବଣ ମାସ। ଶ୍ରାବଣ ମାସ ବହୁତ ପବିତ୍ର ମାସ ଅଟେ। ଏହି ମାସଟି ଭୋଳା ବାବାଙ୍କୁ ସମର୍ପିତ। ଏ ବର୍ଷ 2025 ମସିହା ଜୁଲାଇ ମାସ 11 ତାରିଖ ଠାରୁ ଶ୍ରାବଣ ମାସ ଆରମ୍ଭ ହୋଇ ଅଗଷ୍ଟ 9 ତାରିଖ ପର୍ଯ୍ୟନ୍ତ ରହୁଛି। ତେବେ ଆସନ୍ତୁ ଜାଣିବା ଶ୍ରାବଣ ମାସରେ କାହିଁକି ଶିବଙ୍କୁ ଜଳାଭିଷେକ କରାଯାଏ। ପୁରାଣ କଥା, ଦେବତା ଅସୁର ସଂଗ୍ରାମରେ ସମୁଦ୍ର ମନ୍ଥନ ଦ୍ୱାରା ବିଷ ବାହାରିଥିଲା। ଏହି ବିଷରୁ ସୃଷ୍ଟିକୁ ବଞ୍ଚାଇ ରଖିବା ପାଇଁ ଭୋଳାଶଙ୍କର ବିଷପାନ କରିଥିଲେ। ବିଷର ପ୍ରଭାବରେ ଶିବଙ୍କର ଶରୀର ଅତ୍ୟନ୍ତ ଗରମ ହୋଇଯାଇଥିଲା। ଏହାଦ୍ୱାରା ଭଗବାନ ଶିବଙ୍କୁ ବହୁତ ଅସୁବିଧା ହେବାକୁ ଲାଗିଲା। ଭଗବାନ ଶିବଙ୍କର ଶୀତଳତା ପାଇଁ ଦେବରାଜ ଇନ୍ଦ୍ରଦେବ ବହୁତ ବର୍ଷା କରିଥିଲେ। ଏହି ଘଟଣା ଶ୍ରାବଣ ମାସରେ ହୋଇଥିବାରୁ ସେହି ଦିନଠାରୁ ଏପର୍ଯ୍ୟନ୍ତ ମାନ୍ୟତା ଅଛି। ଯେଉଁ ବ୍ୟକ୍ତି ଶ୍ରାବଣ ମାସରେ ଶିବଙ୍କୁ ଜଳ ଅର୍ପଣ କରନ୍ତି, ଶିବ ତାଙ୍କଠାରେ ପ୍ରସନ୍ନ ରହିଥାନ୍ତି। ଭିଡ଼ିଓଟି କିପରି ଲାଗିଲା କମେଣ୍ଟ କରି ଜଣାଇବେ। ଭଲ ଲାଗିଥିଲେ ଲାଇକ୍ କରିବା ସହିତ ସାଙ୍ଗସାଥିମାନଙ୍କୁ ସେୟାର କରି ଜଣାଇବେ। ଏହା ସହିତ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଓମ୍ ଦଧିବାମନାୟ ନମଃ।